तो सांगने या टाइम आसगलानी 2टा तो सिलाहाटू आम पलि आसी खाई पी सारी बर्तमान बाहर जावाई विदाय आसीगला बो तो जेहतु सांगे जाऊँगी दुख लगुनि आसला दिन टी मन दुख हम आ बो तो आसरी बो भी बस रे जी जेहतु मुझे मैंने बो तो जी देहटा भी भल ना गैस फ्रेस हो से जावाक पड़ो बापा कहते मत 1000 टଙ୍କା देदेव तेल पैसा भल देखिए दबा मुझे देवी तो जानते आपण मैंने आम कह तुम कारटा कम किणीच जदि मत नबनी छाड़नी आणवनी बाबा तुम जो बो मत छाड़ा जापर कार कुआड नहीं आया मत नौच बोली तुम कारटा टे गड़ुची मैंने कलंकी लग नगरे सुमन बाहर करना आई दिन तो छाड़ी हाँ आज्ञा छाड़ी थोक आई तो गाड़ी तो आइले मुझे तुम गाड़ी कलंकी लग मु मझे मझे आउची बोली तुम गाड़ी टे चलुची तो 1000 ଟଙ୍କା ଦେଇଦେବି ତେଲ ପକେଇବୁ ମତେ କହୁଥିଲେ ମୁଁ କହିଲି ହଉ ଚାଲ ଦେଖିଆ ତମ ପାଖରୁ ତ ପଇସା ଆଣିକି କିଣିଛି ତମ ପଇସା ଦେଇ କିଛି ଲଗେଇନୁ ଲଗେଇଦେବି ମୋ ବାପା ତ ବାହାରିଲା ମାନେ ସେ ଆଉ ଠିଆ ହେବେନି टिफिन पानी फुटा पानी जान ये थोड़ी थोड़ी नहीं नेला कि नहीं बोले पचार सुन खाइबो हलवा तुम आस जीवा बाय बाय कटक वेलकम टू बडम्बा चल ता टोपीटा धर आहा ऊपर मैं भा 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 नहीं देखिए खारे को हम जाउछ ना जाउछ जाउछ हम जाउछ जाउछ टाटा सी भारी जानियार कला मत न लेकी के कोडे जीवो आला नाइलो नाइ नेबिन नेबिन हां हां आसो 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 तो गोड़ दीटा तो छोट छोट करछि आसो तू पूरा बस रे जुमा संग रे हम खादो बेटी बोली बहुत बड़ी गाड़ी रे हमें बस रे हम तो मत सीधा रास्ता ले चलो मैं बहलू की खरा सुना बिना पाइप धूम छचिबा करे से धूम खरा है हम सेठी पहुंचला पर लागुच वर्षा हवा ले हो सुमन घर को आसीगल पूरा खुशी देखो देखो बो बोपा कि खुशी सुमन बड़म्बा आसीगल बाबा भोक होलानी भोक बोलो 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 शुभ संध्या सांग मैंने टाइम आसिक होगा 8टा तो आम कटक पहुँचू बड़म्बारे बो भी आसिक पहुँचीगला आम पछे पछे सब बस आस कार आस जेहतु बांती कार देह टे भल ना से बस पछे आसिले तो जानते मुझे आसला मैंने मोर कम प्रबल आनी जो थुआथुई करी पैंट सार्ट घर द्वार भी असना मैंने 2 दिन गले भी घर द्वार पूरा असना हो जाऊँगी मूर्ति तो सजाद ना मानने नथुले मोर नाक निद हेनी मुझे मैंने तो सजाड़ भी थोदेवी सब तापर टेंशन फ्री रिलैक्स लगे तो सार आसुएगा जाइए मंदिर बाबा भी जाइए जेहेतु आज सुमन टी मंदिर में आम अन्नप्रसन करदे भाविलु जेहेतु बो बापा आम भावु आज रात कमटा सारीदेव कारण बापा बो तो आसपारे आमती देखा कौन हो कौन कौन सब सार सब नहीं जोगाड़ सार जड़े दिए से सब मंदिर में सब जोगाड़ कर देते और सार थे कौन बाकी था सब दे नहीं एमती चली
ତ ସେଠି ଦେଖିବା ଯଦି ସମ୍ଭବ ମୁଁ ଟିକେ ଭିଡ଼ିଓ କରିବି ସୁମନର। ଆଉ ସେମିତି କିଛି ନାହିଁ, ସିମ୍ପଲ୍ ଖାଲି ଟିକେ ଠାକୁରଙ୍କ ପାଖରେ ଭୋଗ ଲାଗିବ ଆଉ ସୁମନ ଖାଇବ। ଏଇଟା ହିଁ ଆମର ଆଶା ଥିଲା। ଘରେ ବି ଆମେ ଭାବିଲୁ ସେମିତି କରିଦେବୁ। ତାପରେ ନାହିଁ ଘରେ କ'ଣ କରିବା, ଏଠି ପାଖ ମନ୍ଦିର ଏଠି ଟିକେ କରିଦେବା ଆଉ। ତ ସୁମନ ବି ଶୋଇଛି, ବୋଉ ଟିକେ କହୁଛନ୍ତି ମୋର ତ ରେଷ୍ଟ ନାହିଁ, ମୋର ତ କାମ, ମୋର ମୋତେ ତାପରଦିନ ଦେହ ଖରାପ ହଉ କିନ୍ତୁ ଆଜି ସବୁ କାମ ସାରିବାକୁ ପଡ଼ିବ ଆଉ। ତ ଚାଲନ୍ତୁ ଦେଖିବା କ'ଣ କରୁଛନ୍ତି। ଗଡ଼ୁଛି ଏମିତି, ବୋଉ ଦେହ ଭଲ ନାହିଁ, ସେ ଟିକେ ଗଡ଼ୁଛି। ଟିକେ ସୁମନ ତ ଗୋଟେ ଗାଡ଼ି ଆସିଛି, ଜାଣିଥିବେ ତ ଜିନିଷ ଲୋକ ବଢ଼ିଲା ମାନେ ଜିନିଷ ଅଟୋମେଟିକ୍ ବଢ଼ିବାଟାକୁ ଭାବିବାର ନାହିଁ। 2ରୁ 3, 3ରୁ 4 ଜଣ ମାନେ ଆମର ଜିନିଷ ପୁରା ସୁମନ ପାଇଁ ତ ଦିନକୁ ଦିନ ଜିନିଷ ବଢ଼ିବାରେ ଲାଗିଛି। କ'ଣ କରିବା ଆଉ। ମୁଁ ତ ଏଠି ଦେଖନ୍ତୁ କେତେ କ'ଣ ଆଣିଥିଲି। ଏଠି ଆଉ କିଛି ଭିଡ଼ିଓ କରିପାରୁନି, କ'ଣ ଆଣିଛି କ'ଣ ନାହିଁ। ଏଠି ଦେଖେଇଥିଲି ଟପ୍ଟା କିଣିଥିଲି ବୋଲି। ଆଉ ଟପ୍ରେ ତ ସବୁ କ୍ୟାଣ୍ଟିନ୍ ଜିନିଷ ପୁରେଇକି ଆଣିଛି ଏଠି। ଆଉ ଏଥିରେ ଗୋଟେ ଜିନିଷ ଅଣା ହେଇଛି, ସୁମନର ଡ୍ରେସ୍, ଆସୁର ଡ୍ରେସ୍ ଆଉ ବେଡ଼ସିଟ୍ 2ଟା ଆଣିଥିଲି। ଟପ୍ରୁ ଏମିତି ସବୁ ଆଣିଛି ଆଉ। ଏଥର ମାନେ ଯାହା କ୍ୟାଣ୍ଟିନ୍ ଜିନିଷ ଆଉ ଲୁଗାପଟା ଆଣିଛି। ଆଉ ସୁମନ ତ ଭ୍ୟାକ୍ସିନ୍, ତା'ର ମେଡ଼ିସିନ୍ ଏମିତି ହେଇଛି ଆଉ। ଆଉ ଏଥର କିଛି ମାନେ ଖାଇବା ଜିନିଷ ଆଣିବାକୁ ଆଉ ସମୟ ପାଇଲୁନୁ, ଯେହେତୁ ପୁରା ବର୍ଷା ପଡ଼େ, ଟାଇମ୍ ନଥିଲା ମୋ ହାତରେ। ଦିନେ ଦିନ ଭିତରେ ଆଉ କ'ଣ ଆଣିବୁ, ବର୍ଷା ତ ପଡ଼ିଲା, ପୁଅର ଭ୍ୟାକ୍ସିନ୍, ମେଣ୍ଟାଲ୍ ପଳେଇଲା ଯେ ସିଆଡ଼େ ଦିନଟେ ସାରା ପଳେଇଲେ, ବାପା ପଳେଇଲେ, ଆଉ ଏମିତି କିଛି ହେଲାନି ଆଉ। ତ ଚାଲନ୍ତୁ ୟା ଭିତରେ କେତେ ବାଟ କ'ଣ ମନ୍ଦିର ସବୁ କାମ ହେଲାଣି, ସାଇଡ଼୍ ଭିଡ଼ିଓ କରିଥିବ, ନହେଲେ ମୁଁ କଲେ ଯାହା ଟିକେ ଟିକେ ଭିଡ଼ିଓ ହେବ ଆଉ। ୟା ଭିତରେ ତ ସାଙ୍ଗମାନେ ସୁମନ ଉଠି ପଡ଼ିଛି, ଆଉ ବୋଉ ହେରିକା ତ ସେପଟେ ଅଛନ୍ତି, ମୁଁ ତାକୁ ଟିକେ ଏପଟେ ଖୁଆଉଥିଲି। ଆଉ ସେ ଟିକେ କେଁ କେଁ ହେଲାଣି। ଆଉ ବର୍ଷା ତ ଛାଡ଼ିନି, ଟାଇମ୍ ଆସିକି 9ଟା ହେଇଗଲାଣି। ତ ଆମେମାନେ ଆଉ ଟିକେ ପରେ ବାହାରି ଯିବୁ, କାରଣ ଯେହେତୁ ଆମେ ଟିକେ ଡେରିରେ ଆସିକି ପହଞ୍ଚିଲୁ ଯୋଗାଡ଼ ଯନ୍ତ୍ର କଲା ବେଳକୁ। ସେମାନେ ତ ପ୍ରାୟ ସବୁ ଯୋଗାଡ଼ ଯନ୍ତ୍ର କରିଦେଇଥିଲେ, ତଥାପି ଆମକୁ ସାର୍ ଆଉ କିଛିଟା ବାକି ଥିଲା ଦେଇଦେଲେ। ସନ୍ତୋଷ ସାର୍ ତ ବହୁତ ସାହାଯ୍ୟ କରିଛନ୍ତି, ସେ ପ୍ରାୟ ସବୁ ଜିନିଷ କିଣାକିଣି କରିଦେଇଥିଲେ। ଆଉ ମନ୍ଦିର ଷ୍ଟାଫ୍ ବି ବହୁତ ସାହାଯ୍ୟ କରିଛନ୍ତି। ତ ସେଠି ଭଲ ହେଲା, କିନ୍ତୁ ଠିକ୍ ଟାଇମ୍କି ବର୍ଷା ଟିକେ ଟିକେ ପକାଉଛି। ଆଉ ସାର୍ ଫୋନ୍ କରିଥିଲେ, କହିଲେ ଜଲ୍ଦି ପଳେଇ ଆସ 9ଟା ବେଳକୁ। ମୁଁ କହିଲି ସୁମନକୁ ଖୁଆଇକି ନେବା, କେତେ ଟାଇମ୍ କ'ଣ ହେବ। କହିଲେ ହଉ ଠିକ୍ ଅଛି। ଆଉ ବର୍ତ୍ତମାନ ସୁମନକୁ ମୁଁ ଯାଉଛି ଖୁଆଇବି। ତ ସୁମନ, ଏ ସୁମନ ଟିକେ ହସିଦେବୁ। କୋଉଠି ହସିଦେଲୁ, ହସିଦେଲୁ, ହସିଦେ, ହସିଦେ, ହସିଦେ। ହସ ମାଡ଼ୁନି, ହସ ମାଡ଼ୁନି, ହସ ମାଡ଼ୁନି। ଆଉ ତ ଡାକିଦେଲୁ ବାପା, 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 ଡାକିଦେବୁ ବାପା, ଡାକିଦେ। ନାଇଁ 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 ନାଇଁ, କିଛି କହିବୁନି, କିଛି କହିବୁନି, କିଛି କହିବୁନୁ, ନିଦ ଛାଡ଼ିନି। ଏଠି କୁନ୍ଥୁ କୁନ୍ଥୁ ହେଉଛି। ତ ଆପଣମାନେ ନେକ୍ସଟ ଭିଡ଼ିଓକୁ ୱେଟ୍ କରିକି ରହିଥାନ୍ତୁ। ସୁମନର କେମିତି କ'ଣ ହେଲା ମନ୍ଦିରରେ ଅନ୍ନପ୍ରସନ୍ନ, ମାନେ ଯେତିକି ସମ୍ଭବ ମୁଁ ଟିକେ ଟିକେ ଭିଡ଼ିଓ କରିବି, କାରଣ ମୋବାଇଲ୍ ଧରିବା, ସେଠି ଭିଡ଼ିଓ କରିବା, ସୁମନକୁ ଧରିବା ଏମିତି ତ ସମ୍ଭବ ନୁହେଁ। ତଥାପି ଚେଷ୍ଟା କରିବି ଭିଡ଼ିଓ କରିବା ପାଇଁ। ତ ଆପଣମାନେ ଅପେକ୍ଷା କରିକି ରୁହନ୍ତୁ କେମିତି କ'ଣ ବ୍ଲଗ୍ ଆସୁଛି। ଆଉ ଭିଡ଼ିଓ ତ ଛାଡ଼ିଲା ବେଳକୁ ସାଙ୍ଗମାନେ ଲେଟ୍ ହେଇଯାଉଛି। ବର୍ତ୍ତମାନ ତ ସୁମନର ଦୁଷ୍ଟାମି ଦିନକୁ ଦିନ ବଢ଼ୁଛି। ଆଉ ସୁମନ ଏତେ ପ୍ରକାର ଦୁଷ୍ଟ ହେଉଛି, ଆମେ 2 ଜଣ ଶାଶୁ ବୋହୂ ପାରୁନି ତାକୁ, ବହୁତ ବିଚଳିତ କରିଦେଉଛି। ଆଉ କୋଳରେ କାଖେ ରହୁନି, ବସୁନି, ମାନେ ବହୁତ ହଇରାଣ କରୁଛି। ତ କ'ଣ କରିବା, ଏମିତି ତ ଆସ୍ତେ ଆସ୍ତେ ସୁମନର ପ୍ରଥମରୁ ତ ଆପଣମାନେ ଯୋଡ଼ି ହେଇକି ରହିଲେଣି ତା'ର ଜନ୍ମ ହେଲା ଦିନଠୁ। ଆଉ କେତେଦିନ ଆପଣମାନେ ଏମିତି ଭଲ ପାଇବା ଦିଅନ୍ତୁ, ଜଲ୍ଦି ଜଲ୍ଦି ବଡ଼ ହେଇଯାଉ ଆଉ। ତ ଏଇଠି ମୁଁ ଭିଡ଼ିଓଟି ରଖିଦେଉଛି। ଆଶା କରୁଛି ଆପଣମାନଙ୍କୁ ଆଜିର ବ୍ଲଗ୍ ଭଲ ଲାଗିବ। ପ୍ଲିଜ୍ କମେଣ୍ଟ କରିକି କହିବେ କେମିତି ଲାଗିଲା, ଆଉ କେମିତି ହେଇପାରିବ ବେଟର୍। ପ୍ଲିଜ୍ କମେଣ୍ଟ କରନ୍ତୁ। ମୁଁ ତ ସମୟ ପାଉନି, ଯେତିକି ସମ୍ଭବ ସେତିକି ଏଡ଼ିଟିଂ କରୁଛି ଆଉ। ତ ରହୁଛି, ବାଏ ବାଏ, ଜୟ ଜଗନ୍ନାଥ, ଗୁଡ଼୍ ନାଇଟ୍। ଆଉ ନେକ୍ସଟ ଭିଡ଼ିଓକୁ ୱେଟ୍ କରିକି ରହିଥାନ୍ତୁ।